କ'ଣ ତମେ ଭୂତ ପ୍ରେତମାନଙ୍କ ନାଁ ଶୁଣିଲେ ଡରିଯାଅ କି? ଯଦି ଆପଣମାନେ ଭୂତ ପ୍ରେତମାନଙ୍କୁ ଡରନ୍ତି ତାହେଲେ ଆପଣମାନେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। କାହିଁକି ନା ମୁଁ ଏଇ ଚ୍ୟାନେଲରେ ସବୁବେଳେ ଭୂତ ଗପ ଆଣିକି ଆସିଥାଏ। ଆଉ ଆପଣମାନେ ଭିଡ଼ିଓକୁ ମଧ୍ୟ ଲାଇକ୍ ଗୋଟେ କରିଦିଅନ୍ତୁ। କାହିଁକି ନା ଆପଣଙ୍କର ଗୋଟାଏ ଲାଇକ୍ ମୋତେ ଆଗକୁ ବଢ଼ିବାରେ ବହୁତ ସାହାଯ୍ୟ କରେ। ଆଉ ହଁ, ଆପଣମାନଙ୍କ ପାଇଁ ମୁଁ ସବୁବେଳେ ଏମିତିକା ନୂଆ ନୂଆ ଗପ ଯେମିତି ହେଲେ ଆଣିକି ଆସିବି। ସେଥିପାଇଁ ପ୍ଲିଜ୍ ଆପଣମାନେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ରଖନ୍ତୁ। ତ ସାଙ୍ଗମାନେ, ଏହି କାହାଣୀଟି ଆମ ପାଖକୁ ପଠାଇଛନ୍ତି ରାନୀ ଦିଦି। ଆଉ ଏହି ଘଟଣାଟି ଯେତେବେଳେ ତାଙ୍କ ସହିତ ଘଟିଥିଲା ସେତେବେଳେ ରାନୀ ଦିଦିଙ୍କୁ 10 ବର୍ଷ ହୋଇଥିଲା। ତାହେଲେ ଚାଲନ୍ତୁ ଆଉ ଡେରି କାହିଁ କରିବା, ତାଙ୍କରି ସ୍ୱରରେ ଏହି କାହାଣୀଟି ଚାଲନ୍ତୁ ଶୁଣିବା। ନମସ୍କାର, ମୁଁ ରାନୀ। ଆପଣମାନଙ୍କୁ ମୋ ଜେଜେମାର ଆତ୍ମା ବିଷୟରେ କିଛି କହିବି। କାହିଁକି ନା ମୋ ଜେଜେମା ମଲା ପରେ ମଧ୍ୟ ତାଙ୍କର ଆତ୍ମା ପୁଣି ଥରେ ଆମ ପାଖକୁ ଫେରି ଆସିଥିଲା। ଆଉ ସେତେବେଳେ ମୋ ବୟସ ହୋଇଥାଏ ମାତ୍ର 10 ବର୍ଷ। ଆଉ ଜେଜେମା ମଲା ପରେ କାହିଁକି ତାଙ୍କ ଆତ୍ମା ଆମ ପାଖକୁ ଫେରି ଆସିଥିଲା, ଏସବୁ ଘଟଣା ଜାଣିବା ପାଇଁ ଆପଣମାନେ ଷ୍ଟୋରିଟିକୁ ଲାଷ୍ଟ ପର୍ଯ୍ୟନ୍ତ ଶୁଣନ୍ତୁ। ଗୋଟେ ଦିନର କଥା, ବାହାରେ ବହୁ ଜୋରସେ ବର୍ଷା ହେଉଥାଏ। ସେତେବେଳେ ଟାଇମ୍ ହୋଇଥାଏ ରାତି 9ଟା। ଆଉ ସେତେବେଳେ ଜେଜେମା ଆଉ ମୁଁ ଶୋଇବା ପାଇଁ ବାହାରିଥାଉ। କିନ୍ତୁ ଜେଜେମାର ଗପ ନ ଶୁଣିଲେ ମୋତେ ରାତିରେ ନିଦ ହୁଏନି। ଆଉ ସେଦିନ ରାତିରେ ମଧ୍ୟ ଜେଜେମା ମୋତେ ସବୁଦିନ ଭଳି ଗପ ଶୁଣାଉଥାନ୍ତି। ଆଉ ସେହି ସମୟରେ ମୋ ଜେଜେମା ମୋତେ ଗପ କହିଲା ସମୟରେ କାହିଁକି କେଜାଣି ସିଏ ଟିକେ ଅଟକି ଯାଇଥିଲେ। ଆଉ ସେତେବେଳେ ମୁଁ ଜେଜେମାକୁ ଲକ୍ଷ୍ୟ କରେ ତ ସେତେବେଳେ ଜେଜେମା ମୋତେ ହାତରେ ଠାରିକି କିଛି କହୁଥାଏ। ଆଉ ମୁଁ ତାଙ୍କୁ ପଚାରିବାରୁ ସେ ମୋତେ ହାତରେ ଠାରୁଥାନ୍ତି କି ମୋତେ ଟିକେ ପାଣି ଆଣିକି ଦିଏ। ମୁଁ ସଙ୍ଗେ ସଙ୍ଗେ ଯାଇ ଗୋଟେ ଗ୍ଲାସରେ ପାଣି ଆଣିଲି। କିନ୍ତୁ ସେତେବେଳେ ମୋ ଜେଜେମା ଆଉ ନଥିଲେ। କାହିଁକି ନା ଜେଜେମା ସେତେବେଳକୁ ମରିସାରିଥିଲେ। ଜେଜେମା ସିନା ଆରପାରିକୁ ଚାଲିଗଲେ, କିନ୍ତୁ ଜେଜେମା ଆମ ଘର ଲୋକଙ୍କ ଠାରୁ ମୋତେ ସିଏ ସବୁଠୁ ଅଧିକା ଭଲ ପାଉଥିଲେ। ଆଉ ସେଦିନ ରାତି ପାଇବା ଆଗରୁ ଆମ ଘର ଲୋକ ସମସ୍ତେ ମିଶି ଜେଜେମାର ଅନ୍ତିମ କାମ ସବୁ ସାରି ଦେଇଥିଲେ। ଆଉ ଜେଜେମାର ଶବକୁ ଆମ ଗାଁ ମଶାଣିରେ ପୋଡ଼ି ସାରିଲା ପରେ ସମସ୍ତେ ଘରକୁ ଫେରି ଆସିଥିଲେ। କିନ୍ତୁ ଜେଜେମାକୁ ସେଇ ମଶାଣିରେ ପୋଡ଼ି ସାରିଲା ପରେ ସମସ୍ତେ ସିନା ଘରକୁ ଫେରି ଆସିଥିଲେ, ହେଲେ ସେମାନଙ୍କ ସାଥିରେ ଆଉ କେହି ଜଣେ ତାଙ୍କ ସହିତ ଘରକୁ ଫେରିଥିଲା। ସିଏ ଆଉ କେହି ନୁହେଁ, ସିଏ ଥିଲା ମୋ ଜେଜେମାର ଆତ୍ମା। ସେତେବେଳେ ମୋ ଜେଜେମା ମରିବାର ଗୋଟେ ଦିନ ବିତି ଯାଇଥିଲା। ଆଉ ଏପଟେ ଆମ ଘର ଲୋକଙ୍କର ମନ ଟିକେ ଭଲ ନଥିଲା। କିନ୍ତୁ ଜେଜେମା ମୋତେ ଅଧିକ ସବୁଠୁ ଭଲ ପାଉଥିଲେ। ଆଉ ମୁଁ ମଧ୍ୟ ଜେଜେମାଙ୍କୁ ବହୁତ ଭଲ ପାଉଥିଲି। ଆଉ ଯେବେଠାରୁ ଜେଜେମା ମରିଛନ୍ତି ସେବେଠାରୁ ମୁଁ ତାଙ୍କୁ ଝୁରି ଝୁରି ଟିକେ ଭାଙ୍ଗି ପଡ଼ିଥାଏ। କିନ୍ତୁ ଜେଜେମା ଯେତେବେଳେ ମୋ ଆଖି ସାମ୍ନାରେ ମରୁଥିଲେ ସେତେବେଳେ ମୁଁ ନୋଟିସ୍ କରିଥାଏ କି ତାଙ୍କ ଆଖିରୁ ସଫା ସଫା ଦେଖାଯାଉଥିଲା
କି ସିଏ ଏବେ ମରିବାକୁ ଚାହୁଁନାହାନ୍ତି। କିନ୍ତୁ ମରଣକୁ କିଏ ବା ଅଟକେଇ ପାରିବ? ଏମିତି ଜେଜେମା ମରିବାର ଗୋଟେ ଦିନ ବିତି ଯାଇଥିଲା। ଆଉ ସେଦିନ ରାତିରେ ଆମ ଘର ଲୋକ ସବୁ ଆମ ଘରର ଅଗଣାରେ ସମସ୍ତେ ବସିଥାନ୍ତି। ଆଉ ମୁଁ ମଧ୍ୟ ସେଇଠାରେ ବସିଥାଏ। ଆଉ ସେତେବେଳକୁ ରାତି 9ଟା ସମୟ ହୋଇଥାଏ। ଆଉ ସେହି ସମୟରେ ଆମ ଘରର ଦାଣ୍ଡ କବାଟ ଧଡ଼କିନା ଖୋଲିଲା। ଆଉ ସାଥି ସାଥି ବନ୍ଦ ମଧ୍ୟ ହୋଇଗଲା। ଆଉ ସେତେବେଳେ ସେହି ଶବ୍ଦ ଆମ ସମସ୍ତଙ୍କ କାନରେ ବାଜିଥିଲା। ଆଉ ସେ ଶବ୍ଦଟି ଏମିତି ଥିଲା ଯେମିତି କେହି ଜଣେ ଆମ ଦାଣ୍ଡ ଘରର କବାଟକୁ ଖୋଲିକି ଆମ ଘରକୁ ଆସିଲା। କିନ୍ତୁ ସେହି ସମୟରେ ମୋ ବାପା ସାଙ୍ଗେ ସାଙ୍ଗେ ଯାଇକି ସେଇ ଦାଣ୍ଡ ଘର ପାଖକୁ ଯାଇକି ଦେଖିଲେ, କିନ୍ତୁ ସେଠି କେହି ବି ନଥିଲେ। ସେତେବେଳେ ଆମ ଘର ଲୋକ ସବୁ ଭାବିଲେ କି ବାହାର ପଟୁ ବୋଧେ ଏ ଶବ୍ଦ ହୋଇଥାଇପାରେ। ଏମିତି ଭାବିକି ସମସ୍ତେ ଏ ଶବ୍ଦକୁ ଇଗ୍ନୋର କରିଦେଲେ। କିନ୍ତୁ ସେଦିନ ରାତି ପରଠାରୁ ଆମ ସମସ୍ତଙ୍କୁ ଲାଗୁଥିଲା କି ଆମ ଛଡ଼ା, ମାନେ ଆମ ପରିବାର ଛଡ଼ା ଆଉ କେହି ଜଣେ ଆମ ଘରେ ଅଛି। କାହିଁକି ନା ଅଧିକ ରାତି ହେଲା ପରେ ଆମକୁ ଲାଗିଲା କି ଆମ ଘରେ ଆଉ କେହି ଜଣେ ଅଛି, କିନ୍ତୁ ଆମେ ତାକୁ ଦେଖିପାରୁନଥିଲୁ। କାହିଁକି ନା ମୁଁ ଘରେ ଟିଭି ଦେଖିଲା ସମୟରେ ମୋତେ ଲାଗେ କି ମୋ ପାଖରେ କେହି ତ ଜଣେ ବସିଛି, କିନ୍ତୁ ମୁଁ ତାକୁ ଦେଖିପାରୁନଥାଏ। ହେଲେ ମୋ ପାଖରେ ପଡ଼ିଥିବା ସୋଫା ଉପରେ ଯିଏ ବି ବସିଥାଏ ମୋତେ ଦେଖାଯାଉନଥାଏ ସତ, ହେଲେ ଗୋଟେ ଲୋକ ସେଇ ଗଦି ଉପରେ ବସିଲେ ଯେମିତି ସେ ଗଦିଟି ଟିକେ ଦବିଯିବ, ସେମିତି ହିଁ ମୋତେ ଦେଖାଯାଉଥିଲା। ଆଉ ସେତେବେଳେ ମୁଁ ଜାଣିସାରିଥିଲି କି ମୋ ପାଖରେ କେହି ତ ଜଣେ ବସିଛି। କିନ୍ତୁ ଏ କଥାକୁ ମୁଁ ମୋ ଘର ଲୋକମାନଙ୍କୁ ସବୁ କହିଥିଲି, ହେଲେ ମୋ କଥାକୁ କେହି ବିଶ୍ୱାସ କରିନଥିଲେ। ଆଉ କେବେ କେବେ ତ ମୁଁ ଟିଭି ଦେଖି ସାରିଲା ପରେ ମୋର ଟିଭି ବନ୍ଦ କରିବାକୁ ଆଉ ମନେ ନଥିବ। କିନ୍ତୁ ମୋର ଯେତେବେଳେ ପଛରେ ପୁଣି ଥରେ ମନେ ପଡ଼ିବ, ମୁଁ ପୁଣି ଯିବି ସେ ଟିଭି ବନ୍ଦ କରିବା ପାଇଁ। କିନ୍ତୁ ମୁଁ ଯେତେବେଳେ ଟିଭି ବନ୍ଦ କରିବା ପାଇଁ ଯିବି, ସେତେବେଳେ କେହି ତ ଜଣେ ଟିଭି ବନ୍ଦ କରିଦେଇଥିବ। ଆଉ ରାତିରେ ରୋଷେଇ ଘରୁ କିଏ ଜଣେ ଗିନା ତାଟିଆ ଫୋପଡ଼ା ଫିଙ୍ଗା କରିବାକୁ ଲାଗିବ। ଏମିତି ସବୁଦିନ କିଛି ନା କିଛି ଘଟଣା ଆମ ଘରେ ଘଟି ଯାଉଥିଲା। କିନ୍ତୁ ମୁଁ ଗୋଟେ ଦିନ ମୋ ବାପା ମାଆଙ୍କ ସହିତ ଶୋଇଥାଏ। ଆଉ ସେଦିନ ରାତିରେ ମୋତେ କାହିଁକି କେଜାଣି ମୋତେ ପୁରା ନିଦ ଲାଗିଯାଇଥିଲା। ଆଉ ସେହି ସମୟରେ ମୋତେ କେହି ଜଣେ ଡାକୁଥିଲା, ରାନୀ, ଏ ରାନୀ। ଆଉ ସେତେବେଳେ ଏ ଡାକ ମୁଁ ଶୁଣିଲା ପରେ ମୋ ନିଦ ହଠାତ୍ ଭାଙ୍ଗି ଯାଇଥିଲା। ଆଉ ସେତେବେଳେ ମୁଁ ଦେଖିଲି ମୋ ସାମ୍ନାରେ ଛିଡ଼ା ହୋଇଥିଲେ ମୋ ଜେଜେମା। ଆଉ ସେହି ସମୟରେ ମୋ ଜେଜେମା ମୋତେ କହୁଥିଲେ, ରାନୀ, ତୁ କ'ଣ ଗପ ଶୁଣିବୁନି କି? ଆଉ ସେହି ସମୟରେ ମୁଁ ଗପ ଶୁଣିବା ପାଇଁ ଜେଜେମାଙ୍କୁ ମୁଁ ହଁ କରିଦେଇଥିଲି। କିନ୍ତୁ ମୁଁ ଭୁଲି ଯାଇଥିଲି କି ମୋ ଜେଜେମା ଆଗରୁ ମରିଯାଇଥିଲେ ବୋଲି। କାହିଁକି ନା ଜେଜେମାଙ୍କୁ ମୁଁ ସାମ୍ନାରେ ପାଇ ସବୁ କଥା ଭୁଲି ଯାଇଥାଏ।
ଆଉ ସେତେବେଳେ ଜେଜେମା ମୋତେ କହିଲେ, ରାନୀ ମୋ ସାଥିରେ ଆ, ଆମେ ଦୁହେଁ ଘର ବାହାରକୁ ଯିବା, ଆଉ ମୁଁ ତତେ ବାହାରେ ତତେ ଗପ ଶୁଣେଇବି। ଜେଜେମା ମୋତେ ଏମିତି କହିଲା ପରେ ମୁଁ ସେଦିନ ଜେଜେମା ସାଥିରେ ଘର ବାହାରକୁ ତାଙ୍କ ସହିତ ଯିବାକୁ ଲାଗିଲି। କିନ୍ତୁ ଆମେ ଘର ବାହାରକୁ ଯିବା ସମୟରେ ମୋ ବାପା ମାଆଙ୍କର ନିଦ ଭାଙ୍ଗି ଯାଇଥିଲା। ଆଉ ସେତେବେଳେ ସେମାନେ ଆମ ଦୁଇ ଜଣଙ୍କୁ ସେମାନେ ଦେଖି ସାରିଥିଲେ। କିନ୍ତୁ ଦେଖୁଥିଲେ ସତ, ହେଲେ ବାପା ମା ଆମ ପାଖକୁ ଆସିବା ପାଇଁ ତାଙ୍କର ଆଉ ସାହସ ହେଉନଥିଲା। କାହିଁକି ନା ଜେଜେମା ମଲା ପରେ ମଧ୍ୟ ମୁଁ ଯେମିତି ଜେଜେମାଙ୍କୁ ଦେଖିପାରୁଥିଲି, ସେମାନେ ମଧ୍ୟ ଜେଜେମାଙ୍କୁ ଏବେ ଦେଖିପାରୁଥିଲେ। ଆଉ ସେମାନେ ଦୂରରେ ଥାଇ ଜେଜେମାଙ୍କୁ ଆଉ ମୋତେ ଲୁଚିକି ସେମାନେ ଦେଖୁଥିଲେ। ଆଉ ସେହି ସମୟରେ ମୋର ନଜର ପଡ଼ିଲା ଜେଜେମାଙ୍କ ହାତକୁ। ଆଉ ଜେଜେମାଙ୍କ ହାତରେ ତାଙ୍କ ବାଙ୍କୁଡ଼ି ବାଡ଼ି ନଥିଲା। ଆଉ ସେତେବେଳେ ମୁଁ ଜେଜେମାଙ୍କୁ କହିଥିଲି କି ଜେଜେମା, ତମ ବାଙ୍କୁଡ଼ି ବାଡ଼ି ତମେ ବୋଧେ ଘରେ ଭୁଲି ଆସିଛ, ଟିକେ ରୁହ, ଏଇଠି ଥିବ, ମୁଁ ସାଙ୍ଗେ ସାଙ୍ଗେ ଘର ଭିତରୁ ତମ ବାଙ୍କୁଡ଼ି ବାଡ଼ିକି ଆଣିକି ଆସୁଛି। ଏମିତି କହିକି ମୁଁ ଜେଜେମା ପାଖରୁ ଘର ଭିତରକୁ ବାଙ୍କୁଡ଼ି ବାଡ଼ି ନେବା ପାଇଁ ମୁଁ ଚାଲି ଆସିଲି। ଆଉ ସେହି ସମୟରେ ମୋ ବାପା ମା ମୋତେ ଅଟକାଇ ଦେଲେ। ଆଉ ମୋତେ କହିଲେ କି ଝିଅ, ତୁ ଏବେ କାହା ସାଥିରେ ଥିଲୁ ଜାଣିଛୁ? ଆଉ ମୁଁ ସେତେବେଳେ କହିଥିଲି, ମୁଁ ତ ଜେଜେମା ସାଥିରେ ଥିଲି। ଆଉ ଜେଜେମା ତାଙ୍କ ବାଙ୍କୁଡ଼ି ବାଡ଼ି ନେବା ପାଇଁ ଭୁଲି ଯାଇଥିଲେ। ସେଥିପାଇଁ ମୁଁ ତାଙ୍କ ବାଙ୍କୁଡ଼ି ବାଡ଼ି ନେବା ପାଇଁ ଘର ଭିତରକୁ ଆସିଛି। ଆଉ ଜେଜେମା ଏଇ ଅଗଣାରେ ଠିଆ ହୋଇଛନ୍ତି। ଆଉ ସେତେବେଳେ ମୋ ବାପା ମା ମୋତେ କହିଲେ କି ରାନୀ, ତୋର ମନେ ନାହିଁ କି ଜେଜେମା ମରିବାର ଆଜିକି 8 ଦିନ ବିତିଗଲାଣି। ଆଉ ତୋ ସାଥିରେ ଯିଏ ଥିଲେ ସିଏ ଜେଜେମା ନଥିଲେ, ସିଏ ଥିଲା ଜେଜେମାଙ୍କର ଆତ୍ମା। ଆଉ ତତେ ସିଏ ଅଧିକ ଭଲ ପାଉଥିବାରୁ ତତେ ତାଙ୍କ ସାଥିରେ ନେବା ପାଇଁ ସିଏ ଆସିଥିଲେ। ମୁଁ ଏକଥା ମୋ ବାପା ମାଆଙ୍କଠୁ ଶୁଣିଲା ପରେ ମୁଁ ପୁରା ସେତେବେଳକୁ ଡରି ଯାଇଥାଏ। ଆଉ ତାପରେ ଆମେ ସମସ୍ତେ ମିଶିକି ସେଇ ଜେଜେମା ଠିଆ ହେଇଥିବା ଜାଗାକୁ ଅନେଇଲୁ। କିନ୍ତୁ ସେତେବେଳକୁ ଜେଜେମା ସେଠି ନଥିଲେ। ଆଉ ସେବେଠାରୁ ଆମ ଘର ଲୋକ ସବୁ ଡରି ଡରି ସେଇ ଘରେ ଚଳିଲୁ। କିନ୍ତୁ ଜେଜେମାର 10-12 ଦିନ କର୍ମ ସବୁ ଗଲା ପରେ ଯାଇକି ଏବେ ଜେଜେମାର ଆତ୍ମା ଆଉ ଏ ଘରେ କାହାକୁ ଦେଖା ଦେଉନି। ସେବେଠାରୁ ଜେଜେମାର ଆତ୍ମା ମୁକ୍ତି ପାଇଯାଇଛି। ତ ସାଙ୍ଗମାନେ, ସମସ୍ତେ କୁହନ୍ତି କି ଗୋଟେ ଲୋକ ମଲା ପରେ ତାର ଆତ୍ମା 10-12 ଦିନ ଯାକେ ସେଇ ଘରେ ବୁଲୁଥାଏ। ଆଉ 10-12 କର୍ମ ସରିଗଲା ପରେ ସେ ଲୋକ ମୁକ୍ତି ପାଇଯାଏ। ତ ସାଙ୍ଗମାନେ, ଏହି କାହାଣୀଟି ଆପଣମାନଙ୍କୁ କେମିତି ଲାଗିଛି? ଯଦି ଭଲ ଲାଗିଥିବ ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବ। ତାହେଲେ ରହୁଛି, ଦେଖା ହେବା ଆଉ ଗୋଟେ ନୂଆ କାହାଣୀରେ। ଜୟ ଜଗନ୍ନାଥ।